ତାମାନେ ଯେତିକି ଝଲକ ଦେଖିଛନ୍ତି କୋଉଟା କୋଉଟା ବ୍ୟବସାୟ ବନ୍ଦ ହେଇଯିବ ସେ ଘରେ ରହୁଛି। ଆଜ୍ଞା ଆପଣଙ୍କର ବି ଜଣେ ଆମ ଏଇ ମିଡିଆ ମାନେ ଇଣ୍ଡଷ୍ଟ୍ରି ଲାଇନ୍ ଲୋକ ଜଣେ କହିଛନ୍ତି ଯେ ଖ୍ରୀଷ୍ଟିଆନ ଧର୍ମକୁ ଏଇଟା ବିରୋଧ କରୁଛି ବୋଲି ସେ ଫିଲ୍ମଟାକୁ ସେମାନେ ବିରୋଧ କରୁଛନ୍ତି। ମାନେ ଖ୍ରୀଷ୍ଟିଆନ ଧର୍ମକୁ ଏଇଟା ପୁରା ଦେଖାଯାଉଛି ଫିଲ୍ମରେ। ସେ ଜାଣିନାହାନ୍ତି। ଶୁଣନ୍ତୁ, ଯୋଉମାନେ 500 ଟଙ୍କା ଧର୍ମ ପରିବର୍ତ୍ତନ କରୁଛନ୍ତି ସେଇମାନଙ୍କୁ ସେଇ ଜିନିଷଟା ଏଇଟା ଦେଖାଯାଉଛି ବୋଲି ଫିଲ୍ମକୁ ଖ୍ରୀଷ୍ଟିଆନ ମାନେ ବିରୋଧ କରୁଛନ୍ତି, ଅନ୍ୟ କେହି ନୁହେଁ। ତାର 5 ଟଙ୍କାରେ ଧର୍ମ ପରିବର୍ତ୍ତନ କରିବା ଠିକ କି? ଠିକ ନୁହଁ ନା। ତାମାନେ କଣ ଆମର ସମ୍ବିଧାନ କହିଛି ଯେ ତମେ ନିଜ ଇଚ୍ଛାରେ ଯେକୌଣସି ଧର୍ମ ଗ୍ରହଣ କରିପାରିବ, କିନ୍ତୁ ତା ଅର୍ଥ ନୁହଁ ଧର୍ମକୁ ଆମେ ପ୍ରଲୋଭିତ କରେଇ କି ଭୟ ଦେଖେଇ ଆମେ ତାର ପରିବର୍ତ୍ତନ କରିବା। ଛୋଟ ଏକ୍ସାମ୍ପଲଟା ମୁଁ ଦେବି। ମୁଁ ବି ସୋସିଆଲ ମିଡିଆ ମାଧ୍ୟମରେ ଦେଖିବାକୁ ପାଇଥିଲି ବହୁତ ଦିନ ତଳେ ଜଣେ ତାଙ୍କର ଯୋଉମାନେ ଗ୍ରାଉଣ୍ଡରେ ପ୍ରଚାର କରୁଛନ୍ତି ଭାଇମାନେ ସେ ତାଙ୍କ ଟାର୍ଗେଟ ବନେଇଛନ୍ତି ଆମକୁ ଏତିକିଟା ଲୋକଙ୍କୁ କନଭର୍ଟ କରିବାର ଅଛି, ତା ବିଜନେସଟା ସେଠି। ସେ ଯାଇକି ଜଣେ ଗୋଟେ ଛକରେ ଭାଇମାନଙ୍କୁ ଏକଜୁଟ କରି କହୁଛନ୍ତି ଯେ ଗୀତାର 2ଟା ଶ୍ଲୋକ ବୋଲି କହୁଛନ୍ତି ଯେ ତମ ନିଜ ଠାକୁର କୃଷ୍ଣ ଆସିକି ତମକୁ ବଦ୍ଧ କରିବେ। କିନ୍ତୁ କାହିଁକି ନା ଏଇଥିପାଇଁ ବଦ୍ଧ କରିବା ତମେ ପାପ କରୁଛ। ମୁଁ କିଛି ପାପ କରୁନି ନା ପାପ କରିଛ, ତମେ କିଛି କରିନ, କାହାକୁ ଅନ୍ୟ ନାରୀମାନଙ୍କୁ ଖରାପ ଦୃଷ୍ଟି ଦେଖିନ, ସେ ନା ମୁଁ ଦେଖିନି। କିଏ ନା କାଉଣ୍ଟର କରୁଛି ତମେ ନିଜ ସ୍ତ୍ରୀକୁ ଦେଖିନ, କି ମାନସିକତା ଏ କଣ? ତାପରେ କୁହାଯାଉଛି କଣ ନା କୃଷ୍ଣ ଆସି ତାଙ୍କୁ ବଦ୍ଧ କରିନ ପାପ କରୁଛ ବୋଲି, କିନ୍ତୁ ତାଙ୍କ ଠାକୁର ଆସିକି ତାଙ୍କୁ ସବୁ ପାପଟା ତାଙ୍କ ଦେହକୁ ନେଇଯିବେ, ଆମେ ସ୍ୱର୍ଗକୁ ନେବେ। ଏଇଟା କଣ? ଏଇଟା ପ୍ରଲୋଭନ ନୁହଁ, ଭୟଭୀତ ନୁହଁ। ମୁଁ କହୁଛି ଆମେ ବାଇବେଲକୁ ପ୍ରଚାର କରନ୍ତୁ, ଆପଣ ସେ ଖୋଲା ମଞ୍ଚରେ ପ୍ରଚାର କରନ୍ତୁ, ତ ସେଠି ଲୋକମାନେ ତର୍ଜମା କରନ୍ତୁ ଯେ ତାକୁ କୋଉଟା ଭଲ କୋଉଟା ଖରାପ ସେମାନେ ତର୍ଜମା କରନ୍ତୁ। ଆପଣଙ୍କ ମନର ଇଚ୍ଛାଟାକୁ ଆପଣ ତାକୁ ଥୁପି ଦିଅନ୍ତୁ। ଥୁପିଲା ମାନେ ତାର ପ୍ରଲୋଭିତ କରିବା କି ଡରେଇବା ନା। ତ ସେଇଭଳିଆ ଯୋଉମାନେ ବିଜନେସ କରନ୍ତି ସେମାନଙ୍କୁ ଆମେ ଏଇ ସିନେମାଟା ଏକ୍ସପୋଜ କରିବାକୁ ଚେଷ୍ଟା କରୁଛୁ। ଗୋଟେ ଜିନିଷ ଶୁଣାଉଛି ଯେ ଆପଣମାନେ ଯେତେବେଳେ କରିଥିଲେ ପୋଷ୍ଟର ରିଲିଜ କରିଥିଲେ ସେତେବେଳେ କିଛି ଲୋକଙ୍କୁ ଆପଣ ଡାକିଥିଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରକୁ ଯୋଉମାନେ କି ବାଇକ୍ ଦେଇଥିଲେ ଖ୍ରୀଷ୍ଟିଆନ ଧର୍ମ ଏଗନେଷ୍ଟରେ, ଯୋଉଥିପାଇଁ କଣ୍ଟ୍ରୋଭର୍ସିଟା ବଢିଲା ବୋଲି ଶୁଣାଯାଉଛି। ତାକୁ ନେଇ କଣ କହିବା? କାହାର ପର୍ସନାଲ ମତାମତ କାହାର ନିଜର ବର୍ତ୍ତମାନ ଯିଏ ଆସିକି ନିଜ ସ୍ୱଇଚ୍ଛାରେ ତାକୁ ସମର୍ଥନ କରିବାକୁ ପ୍ରମୋଶନ କରିବା ମନା କରିପାରିବାନି। ଭାଇ ପ୍ରମୋଶନ କରିବା ନା ସେମାନେ ସନାତନ ଟିଭି ଭଳି ଦେଖେଇଲେ ସେଇଟା ହଉଛି ଗୋଟେ ଅନ୍ୟ ଧର୍ମର ବିରୋଧୀ ଫିଲ୍ମ। ମୁଁ କହିବା କଥା ବର୍ତ୍ତମାନ ତାଙ୍କର କିଛି ଲୋକ ଯୋଉମାନେ ଫିଲ୍ଡରେ ବୁଲି ପ୍ରଚାର କରୁଛନ୍ତି ସେମାନେ ବାଇବେଲକୁ କମ ପ୍ରଚାର କରୁଛନ୍ତି, ଅଧିକ ଅନ୍ୟ ଧର୍ମର ଦେବାଦେବୀଙ୍କୁ ଅପମାନ କରୁଛନ୍ତି। ତାକୁ ଯାଇକି ତାଙ୍କ ଭାଇମାନେ ଅଟକେଇ ପାରୁଛନ୍ତି ଆଜି ଆଗେ? ତ କାହାକୁ ଅଟକେଇବା? ଏଠି ଯଦି ଆମର ସ୍ପିଚ ଦ୍ୱାରା ସ୍ୱାଧୀନତା ଅଛି ତ ଆମେ କାହାକୁ ଅଟକେଇବା? ତ ସେମାନେ ଯେତେବେଳେ କହୁଛନ୍ତି ତମର ଠାକୁର ଏଇଆ କରୁଥିଲେ, ତମ ଠାକୁର ସେଇଆ କରୁଥିଲେ, ଦେବାଦେବୀ କାହିଁକି ପୂଜା କରୁଛ ଇଏ ସେ, ତ ସେତେବେଳେ ତ ଆମେ ତାଙ୍କୁ ତାଙ୍କ ଯୋଉମାନେ ଅଛନ୍ତି ସେମାନଙ୍କ ମୁଖ୍ୟ ସେମାନେ କହିବା କଥା ନା ତମେ ଆମ ବାଇବେଲ ପ୍ରଚାର କର, କିନ୍ତୁ ସେମାନେ ତାଙ୍କ ଧର୍ମକୁ କଣ କରାଯାଏ ନଯାଏ ସେଇଟା କାହିଁକି ତମେ କହୁଛ? କିନ୍ତୁ କହିନି। ନା ନା ସିଏ ତପି କଥାଟା ପଚାରୁଛନ୍ତି, ତାଙ୍କୁ କହିବେ ଯେ ଯାହାର ନିଜସ୍ୱ ମତ ମାନେ ଯୋଉ କନଭର୍ଟେଡ ହଉଛନ୍ତି ଆଜି ନାହିଁ, ବହୁତ ଆଗରୁ ସେମିତି ରହିଆସିଛି। ତ ଯୋଉମାନେ ଅଶିକ୍ଷିତ ଅଛନ୍ତି ଗାଁ ଗହଳି ଲୋକ ଅଛନ୍ତି ସେମାନଙ୍କୁ କନଭର୍ଟେଡ କରାହଉଛି। ଆପଣ ତାକୁ ଯଦି ଗୋଟେ ପଦକ୍ଷେପ ନେଇଛନ୍ତି ବହୁତ ଭଲ ପଦକ୍ଷେପ, କିନ୍ତୁ ସେଇମାନେ ଯୋଉ ଏଜୁକେଟେଡ ହେଲା ପରେ ସେମାନେ ଯଦି ଚାହିଁବେ କିଛି ନାହିଁ ହିନ୍ଦୁ ଧର୍ମକୁ ପୁଣି ଥରେ ଫେରିବେ ଦଉନାହାନ୍ତି ବାସୋଇ ଦିଅନ୍ତୁ। ହଁ ସେଟା ସମ୍ବିଧାନ ସେଇଠି କହୁଛି ଯେ ନିଜ ଇଚ୍ଛାରେ ତମେ ଯେକୌଣସି ଧର୍ମ ଗ୍ରହଣ କରିପାରିବ, କିନ୍ତୁ ସେଇଟା ତମେ ଭଲ ମନ୍ଦ ନିଜେ ଜାଣିକି ନିଜ ଇଚ୍ଛା ହବା ଦରକାର, ନୁହଁ କି ମତେ କୌଣସି ପ୍ରକାର ପ୍ରଲୋଭନ ଦେଖେଇ କରାଯାଉଛି। ବୁଝିପାରିଲେ? ଏଇଆ କର ନା ପ୍ରଶ୍ନ ଜାଣିପାରିଲେ ଆପଣ ହଁ ହଁ सबको नमस्कार। ମୁଁ କହିବି ଯେ ଯେମିତି ବାସୁଭାଇ ଏବେ କହିଲେ ଆମେ ଆଜି ଏଇଠି ଏକାଠି ହେବାର କାରଣ ହେଉଛି ଯେ କିଛି ମିଥ୍ୟା ଗୁଜବ ଚାଲିଛି ଯେ ଆମେ କୋଉ ଧର୍ମ ବିରୁଦ୍ଧରେ ଫିଲ୍ମଟି କରିଛୁ, କୋଉ ଧର୍ମକୁ ଅପ୍ରଚାର କରୁଛୁ, ସେମିତି ବିଲକୁଲ ବି ନୁହଁ। ଆମେ ସବୁ ଧର୍ମକୁ ଭଲ ପାଉ, ସବୁ ଧର୍ମକୁ ସମର୍ଥନ ବି କରୁ। ଆଗରୁ ବି ଆମେ କହି ଆସୁଛୁ ଆମେ ବି ସବୁ ଧର୍ମର ପର୍ବପର୍ବାଣୀକୁ ପାଳନ କରୁ। ଆମେ କୋଉ ଧର୍ମ ବିରୁଦ୍ଧରେ ନୁହଁ, ଧର୍ମାନ୍ତୀକରଣ ବିରୁଦ୍ଧରେ ଫିଲ୍ମଟି ତିଆରି କରିଛୁ। ଆଉ ଯୋଉ ମିଥ୍ୟା ଗୁଜବ ଏବେ ସୋସିଆଲ ମିଡିଆରେ ଚାଲିଛି ଯେ ଫିଲ୍ମଟି ରିଲିଜ ହେଇଗଲେ ଦଙ୍ଗା ହେଇପାରେ କି କଣ ହେଇପାରେ, ସେଟା ଆମେ ଫିଲ୍ମ ଯେତେବେଳେ କରିଥିଲୁ କି କରିଛୁ
ସେଇଟା ଆମେ କେବେ ବି ଭାବି ନାହୁଁ। କ'ଣ ପାଇଁ ନା ଆମେ ସେଇ ଦଙ୍ଗା ହବା ପାଇଁ କିଛି ସେଥିରେ ଫିଲ୍ମରେ ଦେଖା ହିଁ ନାହିଁ। ଯୋଉମାନେ ସୋସିଆଲ ମିଡିଆରେ ଦେଖାଉଛନ୍ତି, ଯୋଉମାନେ ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି, ଅପ୍ରଚାର କରୁଛନ୍ତି ଯେ ଦଙ୍ଗା ହବ, ସେମାନେ କେବଳ ସେଇ ଧର୍ମର ଲୋକ ଯୋଉ ଧର୍ମ ସେମାନେ ଚେଞ୍ଜ କରୁଛନ୍ତି। ମୁଁ ଧର୍ମର ନାଁ କହିବିନି। ଆଉ ଯୋଉମାନେ ଧର୍ମାନ୍ତରୀକରଣ କରୁଛନ୍ତି, ହୁଏତ ତାଙ୍କ ମନରେ କୋଉଠି ନା କୋଉଠି ଗୋଟେ ଡର ଅଛି ଯେ ଆମେ ଯୋଉ ବିଜନେସ କରୁଛୁ, ଯୋଉ ବେପାର କରୁଛୁ, ହୁଏତ କାଲି ବନ୍ଦ ହେଇଯାଇପାରେ। ଆଉ ରହିଲା କଥା ଯେମିତି ଭାଇ ପଚାରିଲେ କନଭର୍ଟ କଥା, ଦେଖନ୍ତୁ ମନ ପରିବର୍ତ୍ତନ ଗୋଟେ କଥା, ନିଜ ସ୍ୱ ଇଚ୍ଛାରେ ଗୋଟେ କରିବା କଥା ଗୋଟେ କଥା, କିନ୍ତୁ ପ୍ରେସର ପକେଇକି ବହୁତ ଗୁଡେ ଲୋଭ ଦେଖେଇକି କନଭର୍ଟ କରିବା ଗୋଟେ ଅଲଗା କଥା। ସେଥିପାଇଁ ଆମେ କହୁଛୁ ଯୋଉମାନେ ବି କନଭର୍ଟ ହେଇଛନ୍ତି ସେମାନଙ୍କ ଭିତରୁ ବହୁତ ଜଣ ନିଜର ଭୁଲ ବୁଝିକି ପୁଣି ଆମ ଧର୍ମକୁ, ହିନ୍ଦୁ ଧର୍ମ, ସନାତନ ଧର୍ମକୁ ଫେରି ଆସିଲେଣି। ଆଉ ଆଗକୁ ବି ଆହୁରି ବହୁତ ଆସିବେ, ଫେରି ଆସିବେ। ଆପଣ ଦୁଇଟା ଜିନିଷ କ୍ଲିୟର କରନ୍ତୁ। ପ୍ରଥମ କଥା ହଉଛି ସେ ଯୋଉମାନେ ଖ୍ରୀଷ୍ଟିଆନ କମ୍ୟୁନିଟିରେ ଅଛନ୍ତି ସେମାନେ କହୁଛନ୍ତି ଆପଣଙ୍କର ଟ୍ରେଲର ଯେତେବେଳେ ରିଲିଜ ହେଇସାରିଲା ସେଇଥିରୁ ସେମାନେ ଯେତିକି ଦେଖିଛନ୍ତି, ଯେତିକି ତାଙ୍କର ଅବଜେକ୍ସନ ରହୁଛି, ଆପଣ ହାତରେ ଶ୍ରୀମଦ୍ ଭଗବତ ଗୀତା ଧରିଛନ୍ତି ଏବଂ ସେଇଟା ଗୋଟେ ଦେଖାଉଛନ୍ତି ଯେ ଜମି ହଡପ କରିକି ନେଇକି ଲୋଭାନ୍ବିତ ତାଙ୍କୁ କରିକି ମାନେ ହିନ୍ଦୁମାନଙ୍କୁ ସେମାନେ କନଭର୍ଟ କରୁଛନ୍ତି। ସେଥିପାଇଁ ସେମାନେ ଷ୍ଟ୍ରିକ୍ଟଲି କହୁଛନ୍ତି ଯେତେବେଳେ ସିନେମାଟି ହବ ସେତେବେଳେ ସେମାନେ ବ୍ୟାନ୍ କରିବା ପାଇଁ ଦାବି କରିଛନ୍ତି। ତ ଆପଣ ସିନେମାକୁ ମାନେ ସେଇଦିନ ରିଲିଜ କରିବେ, ଆଉ ଯଦି ରିଲିଜ କରିବେ ତାହେଲେ କ'ଣ ପ୍ରିକସନ୍ସ ନେଇଛନ୍ତି, ଆଉ ଯଦି ସାମ୍ପ୍ରଦାୟିକରେ କିଛି ଦଙ୍ଗା ସୃଷ୍ଟି ବି ହୁଏ ତାହେଲେ କ'ଣ ଆବଶ୍ୟକ ଇଏ କରୁଛନ୍ତି। ଆମର ମେନ୍ ଟପିକ ହଉଛି ସେଇଟା ହିଁ। ମୁଁ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ସମସ୍ତ ଗୋଟେ ଜିନିଷ ଦେଖିବି, ଆମ ସେନ୍ସର ସାର୍ଟିଫିକେଟ ଯୋଉଟା କି ଆମେ EUA ପାଇଛୁ। ପ୍ଲିଜ ସବୁ ଆगे ଟିକେ କ୍ୟାପଚର କରିଦିଅନ୍ତୁ, ତାପରେ ମୁଁ ପ୍ରଶ୍ନର ଉତ୍ତର ଦେବି। ধন্যবাদ। এইটা ହିଁ ଗୋଟେ ବଡ଼ ପ୍ରମାଣ। କ'ଣ ପାଇଁ ନା ଯେତେବେଳେ ଆମେ ସେନ୍ସର ବୋର୍ଡକୁ ଯାଇଥିଲୁ, କିଛିଟା ଆମେ ଯେତେବେଳେ ଓଡ଼ିଶାରେ ଆପ୍ଲାଏ କରିଥିଲୁ, କିଛିଟା ଜିନିଷ ଆମକୁ କହିଥିଲେ କଟ୍ କରିବା ପାଇଁ, ବଟ୍ ଆମେ ଯୋଉ ଉଦ୍ଦେଶ୍ୟରେ ତିଆରି କରିଥିଲୁ ଫିଲ୍ମଟି ଆମେ ଆକ୍ସେପ୍ଟ କଲୁନି ସେ ଜିନିଷ, ଯାହାଫଳରେ ସେମାନେ ବମ୍ବେକୁ ସିଫ୍ଟ କରିଦେଇଥିଲେ ସେନ୍ସର ହେବା ପାଇଁ। ଆଉ ଲକିଲି ଆମେ ବମ୍ବେରୁ ସେନ୍ସର ପାଇଲୁ, ଦ୍ୟାଟ୍ ଟୁ ବି EUA ଆମେ ପାଇଛୁ। ଆଉ ଆମେ ବିଲକୁଲ ବି ସେମିତି ଫିଲ୍ମରେ ଦେଖେଇ ନାହୁଁ ଯୋଉ ଲୋକ 2 ମିନିଟର କଥା ଦେଖିକି 2.5 ଘଣ୍ଟାର କଥା ଭାବି ପାରୁଛୁ ଯେ ନାଇଁ 2 ମିନିଟରେ ଏହା ଦେଖେଇଛନ୍ତି ମାନେ 2.5 ଘଣ୍ଟାରେ ସେୟା ଦେଖେଇଥିବେ, ବିଲକୁଲ ବି ସେମିତି ନାହିଁ। ଆମେ ଆଗରୁ ବି କହି ଆସୁଛୁ, ମୁଁ ମୋ ପୁରା ଟିମ୍ ଏବେ ବି କହି ଆସୁଛୁ, କୋଉ ଧର୍ମ ବିରୁଦ୍ଧରେ ଆମେ ଫିଲ୍ମ କରିନାହୁଁ। ଆମେ ଧର୍ମାନ୍ତରୀକରଣର ବିପକ୍ଷରେ ଫିଲ୍ମ କରିଛୁ। ଯାହା ଚାଲିଛି ଯୋଉ ଧର୍ମ ନାଁରେ ଲୋକ ବହୁତ କଥା ଉଠଉଛନ୍ତି, ବହୁତ କଥା ଗୋଟେ ବିଜନେସ କରିସାରିଲେଣି, ତାର ଏଗେନଷ୍ଟରେ ତାର ବିରୁଦ୍ଧରେ ଆମେ ଫିଲ୍ମଟି ତିଆରି କରିଛୁ। ଆଉ ଯଦି ସେମିତି କିଛି ଫିଲ୍ମରେ ଥାନ୍ତା ହୁଏତ ଆମେ ବି ଡରିଥାନ୍ତୁ। ଆଉ ଯୋଉମାନେ ସେନ୍ସର ବୋର୍ଡରେ ଆମକୁ ଆକ୍ସେପ୍ଟ କରିକି ଆମକୁ ସାର୍ଟିଫିକେଟ ଦେଇଛନ୍ତି ସେମାନେ ମୁମ୍ବାଇରେ, ଆମେ ଯେହେତୁ ବମ୍ବେରେ କରିଥିଲୁ, ସେଠିକାର ବହୁତ ବଡ଼ ଟିମ୍, ବହୁତ ଗୁଣିଗାଣୀ ଲୋକ ବସିକି ଦେଖିଥିଲେ ଫିଲ୍ମଟି। ଆଉ ତାଙ୍କ କଥାରେ ବି ଆମେ କିଛି ମାନିକି, ଯୋଉଟାକି ଆମ ଫିଲ୍ମକୁ ଭଲ ହବ, ତାଙ୍କ କଥା ବି ଆମେ ମାନିକି, ଯେମିତି ମୁଁ ଉଦାହରଣ ଦେବି, ଆମ ଫିଲ୍ମର ଟାଇଟଲ ଆଗରୁ ଥିଲା ହେ ରାମ, କିନ୍ତୁ କିଛି ମାତ୍ରାରେ ସେମାନେ ଆମକୁ ମନା କଲେ, ଯାହାଫଳରେ ଆମେ ନାଁ ଚେଞ୍ଜ କରିକି ସନାତନୀ କରିଥିଲୁ। ସେଥିପାଇଁ ବିଲକୁଲ ବି ଫିଲ୍ମରେ ସେମିତି କିଛି ନାହିଁ ଯୋଉଟାକି ଏବେ ସୋସିଆଲ ମିଡିଆରେ ବହୁତ ଗୁଡ଼େ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ସୋସିଆଲ ମିଡିଆରେ ଅପପ୍ରଚାର କରୁଛନ୍ତି। ଆଉ ଗୋଟେ ମୁଖ୍ୟ କଥା ହେଲା, ଏଇ କିଛି ଦିନ ପୂର୍ବରୁ ଗୋଟେ ଗୁଇନ୍ଦା ବିଭାଗ ତରଫରୁ ଚିଠି ଯାଇଛି ଯେ ଦଙ୍ଗା ହେଇଯାଇପାରେ, ଦଙ୍ଗା ହେବାର ଆଶଙ୍କା ଦେଖାଯାଉଛି। ଦେଖନ୍ତୁ ଆଜ୍ଞା, ଦଙ୍ଗାର ଆଶାରେ ଆମେ ଫିଲ୍ମଟି କରିନାହୁଁ। ଦଙ୍ଗାର କଥାଟି ସେମାନେ ଉଠେଇଛନ୍ତି ସୋସିଆଲ ମିଡିଆରେ, ସେମାନେ ସେଇଟାକୁ ବହୁତ ଜୋରେ ଉପରକୁ ଉଠଉଛନ୍ତି ଯେ ଦଙ୍ଗା ହେଇଯାଇପାରେ, କାଳେ କ'ଣ ହେଇଯାଇପାରେ, ବିଲକୁଲ ସେମିତି ନୁହଁ। ମୁଁ କହିବି ଯେ ମୋର ପର୍ସନାଲି ମୋର ଫ୍ରେଣ୍ଡ ସର୍କଲ ବହୁତ ଅଛନ୍ତି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସାଙ୍ଗମାନେ, ସେମାନେ ବହୁତ ସପୋର୍ଟ କରୁଛନ୍ତି ମୋ ମୁଭି ପାଇଁ। ମୁଁ କହିବି କ'ଣ ପାଇଁ ନା ସେମାନେ ରିଆଲିଟିଟା ଜାଣିଛନ୍ତି, ସେମାନେ ଜନ୍ମରୁ ଖ୍ରୀଷ୍ଟିଆନ, କିନ୍ତୁ ଆମେ ବିରୋଧ କରୁଛୁ ଯୋଉମାନେ ଅଲରେଡି ସନାତନ ଧର୍ମ, ହିନ୍ଦୁ ଧର୍ମରେ ଥିଲେ, କିଛି ପ୍ରଲୋଭିତ ହେଇକି ତାଙ୍କ ଧର୍ମ ପରିବର୍ତ୍ତନ କରିକି ଅନ୍ୟ ଧର୍ମରେ ମିଶି ଯାଉଛନ୍ତି। ତା ଏଗେନଷ୍ଟ ଆମର ଏଇ ଫିଲ୍ମ, ତା ଏଗେନଷ୍ଟ ଆମର ଏଇ ଶୋ। ଆଚ୍ଛା, ଆଉ ଗୋଟେ କଥା କ୍ଲିୟର କରିଦେଉଛି, ସେମାନେ ବାରମ୍ବାର ଆସି ସୋସିଆଲ ମିଡିଆରେ କହୁଛନ୍ତି ଦଙ୍ଗା ହବ, ଦଙ୍ଗା ହବ, ଯଦି କାଲି କିଛି କ'ଣ ହବ ସେମାନେ ହିଁ ଦାୟୀ ରହିବେ ନା, ସେମାନେ କହୁଛନ୍ତି ତାଙ୍କୁ କ'ଣ ଆହ୍ୱାନ ଦେବା ପାଇଁ ଆପଣ ଚାହିଁବେ? ସେମାନେ କିଛି ଦିଅନ୍ତୁ, ଆଗ ସେମାନେ ରିଲିଜ ପରେ ସିନେମା ଦେଖନ୍ତୁ, ଦେଖି ସାରିଲା ପରେ କୁହନ୍ତୁ ନା, ଗୋଟେ ଜିନିଷ ନଦେଖି ଆମେ କାହିଁକି ତାକୁ ଆମେ ଭାବିଲୁ ଦଙ୍ଗା ହବ, ଦଙ୍ଗା ହବ କ'ଣ ପାଇଁ? କାଲି କିଛି ସେମାନେ ହିଁ ଦାୟୀ ରହିବେ, ସେମାନେ କହୁଛନ୍ତି। ସିଧାସଳଖ ଆପଣ କହୁଛନ୍ତି
ସିନେମା ଦେଖନ୍ତୁ ବା ସିନେମା ଦେଖନ୍ତୁ ଦେଖି ସାରିଲା ପରେ ତାହେଲେ ଆପଣ କୁହନ୍ତୁ କୋଉଟା ସେଥିରେ ମିଛ ଅଛି କୋଉଟା ସତ ଅଛି। ମୁଁ ଏତିକି ଆପଣଙ୍କୁ କହିବି ସିନେମା ସେମାନେ ଦେଖିଲା ପରେ ଦଙ୍ଗା ତ ହବନି। ଯୋଉମାନେ ଅଲରେଡି ଧର୍ମାନ୍ତରୀକରଣ କରିକି ଅଲଗା ଧର୍ମକୁ ପଳେଇଛନ୍ତି ସେମାନେ ନିହାତି ଭାବରେ ଫିଲ୍ମ ପରେ ପ୍ରତ୍ୟାବର୍ତ୍ତନ କରିବେ। ଭାଇ କଣ କହୁଥିଲେ? ଭାଇ ଆମେ କହିପାରିବା ଯେ କମ୍ପ୍ୟୁଟର ଯୋଉଭଳି ଭାବେ ବିବାଦ ମନ୍ତବ୍ୟ ଦେଇଥିଲେ ତାକୁ ନେଇକି ଦବାଟା ଟିକେ ବଢି ଯାଉଛି ବୋଲି ଆମେ କହିପାରିବା। ଦେଖନ୍ତୁ ସବୁ ଲୋକଙ୍କର ସମସ୍ତଙ୍କ ଚିନ୍ତାଧାରା ଅଲଗା, ସବୁ ଲୋକଙ୍କର କଥା କହିବାର ଶୈଳୀ ଅଲଗା, ସବୁ ଲୋକଙ୍କର କଥାକୁ ଅନ୍ୟ ସାମ୍ନାରେ ପ୍ରେଜେଣ୍ଟ କରିବାର ଶୈଳୀ ଅଲଗା। ସୋ କପି ଭାଇ ଯୋଉଟା କହିଥିଲେ ମୁଁ କହିବି ସେଟା ତାଙ୍କର ବ୍ୟକ୍ତିଗତ ମତ। କ'ଣ ପାଇଁ ନା ସିଏ ଜଣେ ସଚ୍ଚୋଟ ହିନ୍ଦୁ ହିସାବରେ ଆମ ଫିଲ୍ମକୁ ସମର୍ଥନ କରୁଛନ୍ତି, ମୂଳରୁ କରି ଆସିଛନ୍ତି। ସିଏ ସେତିକି ସଚ୍ଚୋଟ ହିନ୍ଦୁ, ସେତିକି ଯଦି ତାଙ୍କ ପାଖରେ ତଥ୍ୟ ନଥାନ୍ତା, ଯଦି ସେତିକି ସେ ତଥ୍ୟ ଗ୍ରହଣ ନ କରିଥାନ୍ତେ କି କୋଉଠୁ ଆଦରି ନଥାନ୍ତେ, ସେ ସେତିକି ଓପନଲି କହିନଥାନ୍ତେ। ସେ ୟୁଟ୍ୟୁବ ଚ୍ୟାନେଲ ବି କହୁଛନ୍ତି ଫିଲ୍ମ ପ୍ରମୋଶନ। ଦେଖନ୍ତୁ ଫିଲ୍ମଟା ଗୋଟେ ମାଧ୍ୟମ। ଆମେ ଯଦି ଆଜି ସନାତନୀ ଫିଲ୍ମଟା କରିନଥାନ୍ତୁ ହୁଏତ ଏଇ ଯୋଉ କନଭର୍ଟ ଚାଲିଛି ସେଇଟା ହୁଏତ ସାମ୍ନାକୁ ଆସିନଥାନ୍ତା। ଯେତିକି କଥା ଏବେ ଲୋକଙ୍କ ସାମ୍ନାକୁ ଆସୁଛି, ମୁଁ ତ କହିବି ମୁଁ ତ ଫିଲ୍ମ କରିବା ପୂର୍ବରୁ ବହୁତ ଗୁଡ଼େ କଥା ଜାଣିନଥିଲି, କିନ୍ତୁ ଯେତେବେଳେ ଫିଲ୍ମ କରିଲି ତା ଭିତରେ ପଶିଲି ମୁଁ ବହୁତ ଗୁଡ଼େ କଥା ଜାଣିବାକୁ ପାଇଲି। ଆଉ ତପି ଭାଇଙ୍କ କଥା ରହିଲା, ସେ ଯୋଉଟାକ କହୁଛନ୍ତି ଯାହା କହୁଛନ୍ତି ସେଟା ନିହାତି ଭାବରେ କୋଉଠି ନା କୋଉଠି ଗୋଟେ ସତ ଥିବ ଆଉ ତାର ପ୍ରମାଣ ତାଙ୍କ ପାଖରେ ଥିବ ବୋଲି ସେ ନିହାତି ଭାବରେ କହୁଛନ୍ତି। ସିନେମା ଦେଖନ୍ତୁ ତାପରେ ମତ ରଖନ୍ତୁ ଫିଲ୍ମ ବ୍ୟାନ୍ କରିବା ପାଇଁ ମଧ୍ୟ ଦାବି ରଖନ୍ତୁ। ଏବେ ଆଉ ଗୋଟେ କଥା, ଯେମିତି ସେମାନେ ଗୋଟେ ଦାବି ରଖିଛନ୍ତି ଯଦି ସିନେମା ମାନେ ଖିଲାପ କରନ୍ତି ତାହେଲେ ସେ ବିରୋଧ କରିବେ, ସେଥିପାଇଁ ଆପଣଙ୍କ ଟିମ୍ ପ୍ରସ୍ତୁତ। ଦେଖନ୍ତୁ ବିରୋଧ କରିବେ ଯଦି ମୋର ଏବେ ଇଚ୍ଛା ହବ ମୁଁ ଗୋଟେ ଜିନିଷକୁ ବିରୋଧ କରିବି ଇଣ୍ଟେନ୍ସନାଲି, ଉଦ୍ଦେଶ୍ୟ ମୂଳରେ ମାନେ ଉଦ୍ଦେଶ୍ୟ ରଖି ଯଦି ବିରୋଧ କରିବି ତାହେଲେ ମତେ କେହି ରୋକି ପାରିବେନି। କିନ୍ତୁ ଯଦି ସେ ବିରୋଧ କରିବାର ପଛରେ ସେତିକି କଥା ନଥିବ, ସେତିକି ପୋଟେନ୍ସିଆଲ ନଥିବ, ତାହେଲେ ସେଟା କେବେ ହେଲେ ବିରୋଧ ହବନି। ଆଉ ଯାହାର ପ୍ରମାଣ ମୁଁ ଏଠି ଦେଖେଇଲି ଯେ ଆମ ଫିଲ୍ମକୁ ବିରୋଧ ହବ ନାହିଁ, କ'ଣ ପାଇଁ ନା ଆମେ ସେନ୍ସର ପାଇଛୁ। যেহেতু সেমিতি সেন্সরে আমার কিছু অবজেকশন নথিলা, কিছু সেইভাবে ନାହିଁ ବୋଲି ଆମେ সেন্সর পাইଛୁ। আর যদি বিরোধ কেউ মানে করিলে মু কହୁଛି সেটা পুরা ভ্যালুলেস হব, কিছু তার মহত্ব হি রহিবনি সেই বিরোধর। बिल्कुल नुह आम भगवान को धरिकी फिल्म करूँ, सत कथाटी फिल्म देखा चेष्टा करूँ। से बहुत बहुत धन्यवाद देवी आम विजय सर को प्रोड्यूसर को, कारण सी मूल गोटे कमर्शियल फिल्म बहुत करते भी गोटे कमर्शियल फिल्म, ए भी गीत अच्छी सब प्रकार अच्छी, किंतु मेन उद्देश्य मेन मुद्दाटा जोटा सहीटा ही आमर लोकों पाखे किसी लोकों पाखे खटकुची कौन पे से बहुत मात्रा लिप्त रोचे। आउ धन्यवाद देवी बासु भाई को एत भल कथाटी भाविकी फिल्मटी तैयारी कर पारे, जहाँ फल बहुत गुड़े कथा सामना को आस। बिल्कुल नुह हिट फ्लॉप कथा तो भगवान हाथ में दर्शक मान हाथ में सेमती किसी भी ना। आम गोटे भल मुद्दा भल जिनसटी लोक सामना को आने चेष्टा करूँ। हिट फ्लॉप कथा तो द्वितीय थाए, पैसा रिटर्न हम पैसा रिटर्न हेनी से द्वितीय थाए, किंतु प्रथम कथाटी गोटे भल सिनेमा भल मुद्दा उपर सिनेमा करवाटी आम चेष्टा करूँ। मु भावुची मु नुह मो पूरा टीम आम भावुँ जे आम रिलीज हवा पूर्व से विषय किसी ना किसी मात्रा सफल हो पारिछु। सबुठु प्रथम है हिंदू धर्म जो जाति भेदभाव गोटे अच्छी छोट जाति बड़ जाति ये जिनसा जी प्रथम उठब ताले जो कन्वर्टेड हो जाती जो साहाय्य पाइला कन्वर्ट क्रिश्चियन हो जाती ये जिनसा दूर पाए मुझे कहिबे तो आपनरा कहले सेटा किछि मात्रा सत्य, किंतु सेटा आ गोटे सत्य जे एटा राज्य दुनिया बहुत कम जाय किछि मात्रा गुड अछि बहुत कम जाय ता पई सरकार भी बहुत बड़ा नियम तैयारी करछथि। तो हम भाई मान को से नियम को जानिया पड़िबो जे कोन आपे अछि से नियम को छुआ को माय जे हमें केवल हारास होती से नियम को समान जाय प्रशासन सहायता नै पाइबे। ता द्वारा गोटे कथा हम कहबी एठी हमर दुनिया गुणी व्यक्ति को सम्मान दे, कारण जदि आज हम महामानव राष्ट्रपति जी को पूरा सारा पृथ्वी मानुचे ताले ताकर से जो गुण नुह कि से कोर्ट आसिले कोन बोले कोर्ट जन्म आदिले ताकू के पचारन। जदि आज आंबेडकर को जदि हमर दियागला दायित्व संविधान चेंज करे बड़ दायित्व दियागला तो ताको पाखरे बहुत गुडा सर्टिफिकेट सुनर बहुत ज्ञान थिला,
ତାକୁ ସେଇଥିପାଇଁ ସେ ଦିଆଗଲା, ତାଙ୍କ ଗୁଣକୁ ସମ୍ମାନ ଦିଆଗଲା। ତେଣୁ ଆମେ ଯୋଉଠି ଜନ୍ମ ହେଲେ ବି ଯଦି ଆମେ ନିଜକୁ ଛିଡ଼ା କରିବା ପ୍ରୁଭ୍ କରିବା ଏ ସମାଜ ସମ୍ମାନ ଦେବାକୁ ବାଧ୍ୟ ହବ। ଆଉ ତା ଛଡ଼ା ସରକାର ବି ବହୁତ ଗୁଡ଼ାଏ କାର୍ଯ୍ୟକ୍ରମ କରୁଛି, ତ ତାର ହେଲ୍ପ ନିଅନ୍ତୁ। ନୁହଁ କି ଆମେ ବହୁତ ଧର୍ମରେ କଷ୍ଟ ନାହିଁ, ଅସୁବିଧା ନାହିଁ, ସୁବିଧା ନାହିଁ, ସବୁ ଜାଗାରେ ଅଛି। ଯୋଉଠି ଆମେ ଜନ୍ମ ହେଇଛେ ସେଇଟାକୁ ନେଇକି ଚାଲିବା କଥା, କାରଣ ଆ ମାଧ୍ୟମରେ ଆମ ପରିବାର ଘର ଏସବୁ ଭାଙ୍ଗି ଯାଉଛି, ସାହି ପଡ଼ିଶା ଭାଙ୍ଗି ଯାଉଛି। ଆମେ ଅଲଗା ଅଲଗା ହବା ଦ୍ୱାରା ସେଇଟା ଗୋଟେ ଲୋକଙ୍କର ଚିନ୍ତାଧାରା। ଭାରତକୁ ଏମିତି ଖଣ୍ଡ ଖଣ୍ଡ କରିଦିଅ, ତାଙ୍କର ଆମେ ଲଢୁଥିବେ, ତା ଫାଇଦାଟା ସେମାନେ ବସିକି ନେଉଛନ୍ତି। ଖ୍ରୀଷ୍ଟିଆନର ସବୁ ଧର୍ମରେ ଧର୍ମାନ୍ତରୀକରଣର ପ୍ରୋଭିଜନ ଅଛି। ଆପଣ ଏଠି ହିନ୍ଦୁ ଆଉ ଖ୍ରୀଷ୍ଟିଆନ କଥା କହିଲେ ଆଉ ବି ଯଦି କୋଉ ଧର୍ମଟା ଦେଖିଥାନ୍ତେ କୋଉ ଏତେ କଣ୍ଟ୍ରୋଭର୍ସି ହେଇନଥାନ୍ତା। ନା ନା, ଗୋଟେ ସିନେମାରେ ଆମେ ଗୋଟେ ସବଜେକ୍ଟକୁ ନେଇ ଯାଉ, ସେଟା ତ 10ଟା ଭିଡାଭିଡି କରିପାରିବନି ନା, ତ ସେଇଟା ନୁହଁ। ଆଉ ଗୋଟେ କଥା ମୁଁ ଲାଷ୍ଟ ଏହା ବି ନିହାତି କହିବି, ଯଦି ମାନବିକତା କ'ଣ ସେ ଜିନିଷ ଦେଖିବା ପାଇଁ ଗୋଟେ ସିନେମା କରାଗଲା, ସେ ସିନେମାକୁ ନ ଦେଖି କିଛି ଲୋକ ଯଦି ବିରୋଧ କରୁଛନ୍ତି, ତାମାନେ ସତ୍ୟ ଘଟଣା କି ମାନବିକତା ଏସବୁ ତ ଆମେ ଦେଖେଇବୁନି, ଆମେ ତ ମିଛ କଥାଟାକୁ ଦେଖେଇବୁ। ଆଉ ସେ ମିଛ ଉପରେ ଦୁନିଆ ଚାଲିଥିବ। ତାମାନେ କଳା ବଜାରୀ ହଉ କି ତମର ମାନେ ବିଜନେସ୍ ହଉ ଏସବୁ ଚାଲିଥାଉ, କିନ୍ତୁ ତାକୁ କେହି ଦେଖାଉନି। ଏଇଟା ହେଇଯିବ ଦୁନିଆ। ପୂର୍ବରୁ ଦୂରଦର୍ଶନରେ ଯେତେବେଳେ କି ଆମର ଖ୍ରୀଷ୍ଟିଆନ ହେଲା କିମ୍ବା ଯୀଶୁଙ୍କ ସିରିଏଲ ହେଲା କି ଫିଲ୍ମ ହେଲା ଯାହା ପ୍ରଚାର ହଉଥିଲା, ସେତେବେଳେ ତ କୌଣସି ପ୍ରକାର ବିରୋଧ ଆସୁନଥିଲା। ବର୍ତ୍ତମାନ ଆମ ହିନ୍ଦୁ ଧର୍ମକୁ ଯଦି ଫିଲ୍ମ ଆସୁଛି, କାହିଁକି ତାର ପ୍ରଚାରରେ ଏମିତି ବିରୋଧ ହେଉଛି? ହଁ ଭାଇ, ଆମର ଯେବେ କୌଣସି କିଏ ବିରୋଧ କରିବେନି, ବିଜୟ ସାର୍ ଦିଅନ୍ତୁ, ବିଜୟ ସାର୍ କହିବେ, ବିଜୟ ସାର୍ ପ୍ରଚାର ପ୍ରସାର କରିବୁ। କାରଣ ସେଇଟା ଭାରତ ହଉଛି ଗୋଟେ ଆମକୁ ସମ୍ବିଧାନ ଦେଇଛି ଯେ ଆମେ ନିଜ ଧର୍ମକୁ ପାଳନ କରିପାରିବା, ଆମ ହିସାବରେ ଆମେ ଧର୍ମ ଚୁପ କରିପାରିବା, ଆମ ହିସାବରେ ଆମେ ପ୍ରଚାର ପ୍ରସାର କରିପାରିବା। ତ ପ୍ରଚାର ପ୍ରସାର ପାଖରେ କେହି ତମକୁ ଅଟକେଇବେ, କିନ୍ତୁ ଯେତେବେଳେ ପ୍ରସାର ପ୍ରଚାର ନାଁରେ ପ୍ରସାରଟାକୁ କମ କରିକି ଅନ୍ୟ ଧର୍ମର ମାନେ ଭୁଲଟାକୁ ତାଙ୍କର ମାନେ ଧର୍ମକୁ ଗାଳି କରିକି ତାଙ୍କୁ ଭୁଲ ଭଲ ଦେଖେଇକି ସେଠି ବିଜନେସ୍ ଚମକେଇବାକୁ ଚେଷ୍ଟା କର, ସେଠି ଲୋକ ନିହାତି କରିବେ। କାଲି ଯଦି କିଏ ଆସିକି ମୋତେ ବାରମ୍ବାର ମୋ ବାପାଙ୍କ ବିଷୟରେ, ମୋ ମାଆଙ୍କ ବିଷୟରେ ଇଏ ଖରାପ, ସାହି ପଡ଼ିଶା ଲୋକ ବହୁତ ଭଲ, ସେମାନେ ଇଏ କରୁଥିଲେ, ତାଙ୍କ ପାଖରେ ତାଙ୍କୁ ପଢ଼ାନ୍ତି, ମୁଁ ବିରକ୍ତ ହେବି ନା ନାହିଁ? ଆପଣ ଯଦି କିଏ କାଲି ଆସିକି କହିବ ତମ ଭଲ ଭଲ ନୁହନ୍ତି ଭାଇ, ତମ ପଡ଼ିଶା ଲୋକ ବହୁତ ଭଲ, ତାଙ୍କ କଥା ଶୁଣ, ତମକୁ କ'ଣ ଲାଗିବ? କହିବ ତମେ ନିହାତି ସେଇଆ ହେଉଛି। ସାର୍ ମୁଁ ଦଉନାହାନ୍ତି, ସାର୍ କହିବେ, କହୁନାହାନ୍ତି ଆପଣ। ସେଥିପାଇଁ ମୁଁ ଅନୁରୋଧ କରିବି ଆପଣମାନଙ୍କ ମାଧ୍ୟମରେ ଯେଉଁମାନେ ବି ଅପ୍ରଚାର କରୁଛନ୍ତି, ଯେଉଁମାନେ ବି ସୋସିଆଲ ମିଡ଼ିଆରେ କହୁଛନ୍ତି, ମୁଁ ଜାଣିଛି ଆଜି ବି ପ୍ରେସ୍ ମିଟ୍ କଲା ପରେ ଆପଣଙ୍କର ସବୁ ଏଇ କଥା ଗୁଡ଼ିକ ଅନ୍ୟାୟ ହେଲା ପରେ ଆହୁରି ବି ସେମାନେ ଭିଡ଼ିଓ କରିବେ, କିନ୍ତୁ ମୁଁ କହିବି ତାଙ୍କ ଭିଡ଼ିଓ ଆମ ପାଇଁ ବହୁତ ଷ୍ଟ୍ରଙ୍ଗ ହେଉଛୁ। ତାଙ୍କ ଭିଡ଼ିଓ ଦେଖିକି, ତାଙ୍କ ଭିଡ଼ିଓ ଆମେ ଜାଣିଲା ପରେ ଆମେ ଜାଣୁଛୁ ଯେ କୋଉଠି ନା କୋଉଠି ଆମେ ଯୋଉଟା ଜିନିଷ ଦେଖିବା ପାଇଁ ଚେଷ୍ଟା କରିଛୁ ଫିଲ୍ମ ମାଧ୍ୟମରେ, ସେଥିରେ ଆମେ ସଫଳ ହେଉଛୁ, ଆଉ ତାଙ୍କ ବିରୋଧ ମାଧ୍ୟମରେ ଆମେ ସଫଳ ହେଉଛୁ, ସେଇଟା ଆମେ ଜାଣିପାରୁଛୁ। ଏବେ ବି ଶେଷରେ ମୁଁ ଆଉ ଗୋଟେ କଥା କହିବି, କୋଉ ଧର୍ମ ବିରୁଦ୍ଧରେ ନୁହଁ, ଧର୍ମାନ୍ତୀକରଣ ବିରୁଦ୍ଧରେ ଆମ ଫିଲ୍ମ। ସୋ 7 ତାରିଖ ଦିନ ରିଲିଜ୍ ହେବା ପାଇଁ ଯାଉଛି, 7 ଫେବୃଆରୀରେ। ଆପଣମାନେ ଆସନ୍ତୁ, ଫିଲ୍ମଟିକୁ ଦେଖନ୍ତୁ, ତାପରେ ଆପଣ ଜଜ୍ କରିପାରିବେ ଫିଲ୍ମର କ'ଣ ନେଗେଟିଭ୍ ଅଛି, କ'ଣ ପଜିଟିଭ୍ ଅଛି। ଧନ୍ୟବାଦ। ଆମର ଇଣ୍ଡିଆରେ ସବୁ ଧର୍ମର ଲୋକ ଅଛନ୍ତି, ମାନେ ଶିଖ ହଉ କି ସାଇ ହଉ କି ଖ୍ରୀଷ୍ଟ ହଉ କି ସବୁ ଧର୍ମ, କିନ୍ତୁ ବାହାର କଣ୍ଟ୍ରିରେ ଯେମିତି ଆମେ କହିଲେ କି ପାକିସ୍ତାନ ହେଲା କି ଅଲଗା ଦେଶରେ କି ମୁସଲମାନ ଅଛନ୍ତି କି ଖ୍ରୀଷ୍ଟିଆନ ଅଛନ୍ତି, ଆମର ଯଦି ଏଠି ଯେ ସନାତନ ପାଇଁ ବୋଲିକି ଯଦି ହିନ୍ଦୁ ଧର୍ମ ପାଇଁ ସେମିତି ଗୋଟେ ହିନ୍ଦୁ ରାଷ୍ଟ୍ର ଯଦି ଗଠନ କରିକି ଗଠନ ତ କରିବେ, ମାନେ ଆନାଉନ୍ସ କରିଦେବେ ଯେ ହିନ୍ଦୁ ରାଷ୍ଟ୍ର ରହିଲା ବୋଲିକି ଇଣ୍ଡିଆଟା, ତାହେଲେ ଏଠି କୌଣସି ପ୍ରକାର ପ୍ରୋବ୍ଲେମ୍ ହେଇପାରିବ ନା। ଆପଣ ଯେଉଁ କ୍ୱେଶ୍ଚିନ୍ଟା ପଚାରୁଛନ୍ତି ନା, ସେଇଟା ଟୋଟାଲି ଆଉଟ୍ ଅଫ୍ ଦ ବକ୍ସ ଆମ ଫିଲ୍ମରୁ, ସେଇଟା ଆମେ ପରେ ସେ ବିଷୟରେ ଚର୍ଚ୍ଚା କରିବା, ହୁଏତ ସେଇଟା ଏବେ ଚର୍ଚ୍ଚାର ସମୟ ନୁହଁ, ଠିକ୍ ସମୟ ନୁହଁ। ସୋ ଆମ ଫିଲ୍ମ ଉପରେ ଯେଉଁ ବିବାଦ ଆସିଛି, ଯେଉଁ ଫିଲ୍ମକୁ ନେଇକି ଯେଉଁ କଥା ଉଠିଛି, ତା ବିଷୟରେ ଆମେ ଆଜି କଥା ହେଲେ ବହୁତ ଭଲ ହେବ। ନେଇକି ଆପଣ କ'ଣ କହିଦିଅନ୍ତୁ, ଖାଲି ଅପିଲ୍ କରିଦିଅନ୍ତୁ ଯେ ପ୍ରଡ୍ୟୁସର 7 ଜାନୁଆରୀ 7 ଫେବୃଆରୀ ଫିଲ୍ମଟା ରିଲିଜ୍ କରିଦେବ ସାର୍। ନାଇଁ ସାର୍ ଗୋଟେ ଅପିଲ୍ ଆଗେ କରିଦିଅନ୍ତୁ, 7 ଫେବୃଆରୀଟା ରିଲିଜ୍ ହେଉଛି ବୋଲି। ଜୟ ଜଗନ୍ନାଥ। ଆପଣମାନେ ଏଇଠି ଆସିଲେ, ଏଇଥିପାଇଁ ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ।
ଆମ ପିକ୍ଚରଟା 7 ଫେବୃଆରୀରେ ରିଲିଜ୍ ହେଉଛି। ମୁଁ ଆପଣମାନଙ୍କୁ କହିବି ଆପଣମାନେ ଆସନ୍ତୁ ନିଶ୍ଚୟ ଦେଖନ୍ତୁ ପିକ୍ଚରଟା। ଆମର ଏଇ ମୁଭି କୌଣସି ଧର୍ମ ଆଗେନ୍ଷ୍ଟ ନାହିଁ। ଆମେ ଆମର ସୋସିଆଲ ମୁଭି କରିଛୁ, ଭଲ ମୁଭି କରିଛୁ, ଆପଣମାନଙ୍କୁ ଭଲ ଲାଗିବ। ନିଶ୍ଚୟ ଆପଣମାନେ ଆସନ୍ତୁ 7 ତାରିଖରୁ ଦେଖିବେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। नहीं 1 to 1